ବର୍ତ୍ତମାନ ଓଡ଼ିଶାରେ ବେଆଇନ ଗୋ ଚାଲାଣ ବିରୋଧରେ ପୁଲିସର କଡ଼ା କାର୍ଯ୍ୟାନୁଷ୍ଠାନ ଜାରି ରହିଛି। ଘଟଣାର ସଂକ୍ଷିପ୍ତ ସୂଚନା। 11 ଜଣ ଗିରଫ। ମୟୂରଭଞ୍ଜରୁ ପଶ୍ଚିମବଙ୍ଗକୁ ଗୋରୁ ଚାଲାଣ କରାଯାଉଥିବା ସମୟରେ ବାରିପଦା ଅଞ୍ଚଳରେ ପୁଲିସ 11 ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। ଉଦ୍ଧାରରୁ ଅଧିକ ଗୋରୁ ଉଦ୍ଧାର। ବାରିପଦା ବଙ୍ଗିରିପୋଷି ଜାତୀୟ ରାଜପଥ NH ବିନା 49 ଦେଇ ଚାଲି ଚାଲି ଗୋରୁ ନିଆଯାଉଥିବା ବେଳେ ପୁଲିସ ଏହି ଚଢ଼ାଉ କରିଥିଲା। ମାଫିଆଙ୍କ ବିରୋଧରେ ଅଭିଯୋଗ। ସାଧାରଣରେ ଆଲୋଚନା ହେଉଛି ଯେ ପୁଲିସ କେବଳ ଛୋଟ ଶ୍ରମିକ ବା ଗୋରୁ ନେଉଥିବା ଲୋକଙ୍କୁ ଧରୁଛି, କିନ୍ତୁ ଏହା ପଛରେ ଥିବା ଅସଲ ମାଫିଆ ବା ମାଷ୍ଟରମାଇଣ୍ଡମାନେ ଏବେ ମଧ୍ୟ ଧରାପଡ଼ି ନାହାନ୍ତି। ପୁଲିସର ବଡ଼ ପଦକ୍ଷେପ। ଅପରେସନ ଗୋରକ୍ଷା। କେନ୍ଦୁଝର ଏସ୍ପିଙ୍କ ନେତୃତ୍ୱରେ ଫଟି ଜିଲ୍ଲାରେ କେନ୍ଦୁଝର, ମୟୂରଭଞ୍ଜ, ଭଦ୍ରକ, ଯାଜପୁର ଓ ଖୋର୍ଦ୍ଧା ଏକ ବଡ଼ ଧରଣର ଚଢ଼ାଉ କରାଯାଇଛି। କୋଟି କୋଟି ଟଙ୍କା ଜବତ। ଚଢ଼ାଉ ସମୟରେ ପ୍ରାୟ 1.5 କୋଟିରୁ ଅଧିକ ନଗଦ ଟଙ୍କା, ପ୍ରଚୁର ସୁନାରୂପା ଅଳଙ୍କାର ଏବଂ ବହୁ ଦାମୀ ଗାଡ଼ି ଜବତ ହୋଇଛି। 50 କୋଟିର ସମ୍ପତ୍ତି। ପୋଲିସ ଆକଳନ ଅନୁଯାୟୀ ଏହି ଗୋ ଚାଲାଣର ପ୍ରାୟ 50 କୋଟି ଟଙ୍କାର ସ୍ଥାବର ଓ ଅସ୍ଥାବର ସମ୍ପତ୍ତି ଚିହ୍ନଟ କରାଯାଇଛି। ସ୍ଥାନୀୟ ଲୋକ ଏବଂ ବୁଦ୍ଧିଜୀବୀଙ୍କ କହିବା କଥା ହେଲା, ଯେ ପର୍ଯ୍ୟନ୍ତ ଏହି ବେଆଇନ କାରବାରର ମୁଖ୍ୟ ପୁଞ୍ଜିନିବେଶକାରୀ ଓ ପ୍ରଭାବଶାଳୀ ମାଫିଆମାନଙ୍କୁ କଠୋର ଦଣ୍ଡ ମିଳିନାହିଁ, ସେ ପର୍ଯ୍ୟନ୍ତ କେବଳ ଶ୍ରମିକଙ୍କୁ ଗିରଫ କରିବା ଦ୍ୱାରା ଏହି ସିଣ୍ଡିକେଟ୍ ବନ୍ଦ ହେବ ନାହିଁ। ଓଡ଼ିଶାରେ ଆୟୁଷ୍ମାନ ଭାରତ ABPMJ ଆଡ୍କୁ ନେଇ ସଦ୍ୟତମ ଅପଡେଟ୍ ଅନୁଯାୟୀ ରାଜ୍ୟ ସରକାର ଏହି ଯୋଜନାକୁ ଅଧିକ ସରଳ ଓ ବ୍ୟାପକ କରିବା ପାଇଁ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ନେଉଛନ୍ତି। ନିକଟରେ ଭୁବନେଶ୍ୱରଠାରେ ଅନୁଷ୍ଠିତ ଆୟୁଷ୍ମାନ ଚିନ୍ତନ ଶିବିରରେ ସ୍ୱାସ୍ଥ୍ୟମନ୍ତ୍ରୀ ଡଃ ମୁକେଶ ମହାଲିଙ୍ଗ କାର୍ଡ ସମ୍ବନ୍ଧୀୟ କେତେକ ବଡ଼ ଘୋଷଣା କରିଛନ୍ତି। 1. ସମସ୍ୟାର ସମାଧାନ। 3 ଦିନ ମଧ୍ୟରେ ଆୟୁଷ୍ମାନ ଭାରତ କାର୍ଡ ପାଇବାରେ ବା ଏଥିରେ ଥିବା ଯେକୌଣସି ବୈଷୟିକ ସମସ୍ୟାକୁ ଆଗାମୀ 3 ଦିନ ମଧ୍ୟରେ ସମାଧାନ କରାଯିବ ବୋଲି ସରକାର ପ୍ରତିଶ୍ରୁତି ଦେଇଛନ୍ତି। ଯେଉଁମାନଙ୍କର ଏପର୍ଯ୍ୟନ୍ତ କାର୍ଡ ହୋଇନାହିଁ, ସେମାନେ ଖୁବ୍ ଶୀଘ୍ର ନୂତନ ଭାବେ ଆବେଦନ କରିପାରିବେ। 2. ଓଡ଼ିଆ ଭାଷାରେ ତଥ୍ୟ ଉପଲବ୍ଧ। ସାଧାରଣ ଲୋକଙ୍କ ସୁବିଧା ପାଇଁ ଏବେ ଆୟୁଷ୍ମାନ ଭାରତର ସମସ୍ତ ତଥ୍ୟ ଏବଂ ସେବା ଓଡ଼ିଆ ଭାଷାରେ ଉପଲବ୍ଧ ହେବ। ଏଥିପାଇଁ କେନ୍ଦ୍ର ସରକାରଙ୍କ ଭାଷିଣୀ ଆପ୍ ସହିତ ଚୁକ୍ତି ସ୍ୱାକ୍ଷରିତ ହୋଇଛି। 3. ଓଡ଼ିଶାର ସଫଳତା। ଓଡ଼ିଶାରେ ଆୟୁଷ୍ମାନ ଭାରତ ଯୋଜନା, ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନା ସହ ମିଶ୍ରିତ ଲାଗୁ ହେବାର ମାତ୍ର 9 ମାସ ମଧ୍ୟରେ କାର୍ଡ ବଣ୍ଟନ କ୍ଷେତ୍ରରେ ଓଡ଼ିଶା ଦେଶରେ ପ୍ରଥମ ସ୍ଥାନ ଅଧିକାର କରିଛି। 4. ସିନିୟର ଏଙ୍କ ପାଇଁ ସ୍ୱତନ୍ତ୍ର ସୁବିଧା। ଆୟୁଷ୍ମାନ ବୟ ବନ୍ଦନା ଯୋଜନା। 70 ବର୍ଷରୁ ଉର୍ଦ୍ଧ୍ୱ ବୟସ୍କ ବ୍ୟକ୍ତିଙ୍କ ପାଇଁ ଅଲଗା ଭାବେ 5 ଲକ୍ଷ ଟଙ୍କାର ମାଗଣା ଚିକିତ୍ସା ସୁବିଧା ମିଳୁଛି। ଏହି କାର୍ଡ ପ୍ରସ୍ତୁତି କ୍ଷେତ୍ରରେ ଓଡ଼ିଶା ଦେଶରେ ପ୍ରଥମ ସ୍ଥାନରେ ରହିଛି। 5. ଚିକିତ୍ସା ସୁବିଧା ଓ ସୀମା। ପ୍ରତି ପରିବାରକୁ ବାର୍ଷିକ 5 ଲକ୍ଷ ଟଙ୍କା ପର୍ଯ୍ୟନ୍ତ ମାଗଣା ଚିକିତ୍ସା ମିଳିବ। ପରିବାରର ମହିଳା ସଦସ୍ୟଙ୍କ ପାଇଁ ଅତିରିକ୍ତ 5 ଲକ୍ଷ ଟଙ୍କା, ମୋଟ 10 ଲକ୍ଷ ପର୍ଯ୍ୟନ୍ତ ଚିକିତ୍ସା ସହାୟତା ବ୍ୟବସ୍ଥା ରହିଛି। ଏହି କାର୍ଡ ଜରିଆରେ ଦେଶର ପ୍ରାୟ 29,000 ତାଲିକାଭୁକ୍ତ ସରକାରୀ ଓ ବେସରକାରୀ ହସ୍ପିଟାଲରେ କ୍ୟାଶଲେସ୍ ଚିକିତ୍ସା ମିଳିବ। ଦାତାଙ୍କ ପାଇଁ କେନ୍ଦ୍ର ସରକାରଙ୍କ ପକ୍ଷରୁ ଆସିଛି ଏକ ବଡ଼ ଖୁସିର ଖବର। ପ୍ରଧାନମନ୍ତ୍ରୀ କିଷାନ ସମ୍ମାନ ନିଧି ଯୋଜନାର ପରବର୍ତ୍ତୀ କିସ୍ତିକୁ ନେଇ ପ୍ରତୀକ୍ଷାର ଅନ୍ତ ଘଟିବାକୁ ଯାଉଛି। ଖୁବ୍ ଶୀଘ୍ର କୋଟି କୋଟି ଚାଷୀଙ୍କ ବ୍ୟାଙ୍କ ଖାତାକୁ ଆସିବ ନ୍ୟୁନତମ କିସ୍ତିର ଟଙ୍କା। ଏହି ଯୋଜନା ଅଧୀନରେ ଯୋଗ୍ୟ କୃଷକମାନେ ସିଧାସଳଖ 2,000 ଟଙ୍କା ନିଜ ଆକାଉଣ୍ଟରେ ପାଇବେ। ଆପଣ ଜାଣିଥିବେ ଯେ କେନ୍ଦ୍ର ସରକାର ପ୍ରତିବର୍ଷ କୃଷକମାନଙ୍କୁ ଆର୍ଥିକ ସହାୟତା ସ୍ୱରୂପ 8ଟି କିସ୍ତିରେ ମୋଟ 6,000 ଟଙ୍କା ପ୍ରଦାନ କରିଥାନ୍ତି। ତେବେ ଏହି ନ୍ୟୁନତମ କିସ୍ତି ପାଇବା ପାଇଁ କିଛି ଗୁରୁତ୍ୱପୂର୍ଣ୍ଣ ନିୟମ ପାଳନ କରିବା ଜରୁରୀ। EKYC। ଆପଣଙ୍କର EKYC ସମ୍ପୂର୍ଣ୍ଣ ହୋଇଥିବା ଆବଶ୍ୟକ। ଆଧାର ଲିଙ୍କ। ବ୍ୟାଙ୍କ ଖାତା ସହିତ ଆଧାର କାର୍ଡର ଲିଙ୍କ ରହିବା ବାଧ୍ୟତାମୂଳକ। ତଥ୍ୟ ଯାଞ୍ଚ। ଯଦି ଆପଣଙ୍କର କୌଣସି ଡକ୍ୟୁମେଣ୍ଟ ବା ତଥ୍ୟ ଭୁଲ ଥାଏ, ତେବେ କିସ୍ତି। ଓଡ଼ିଶାରେ ମଧୁବାବୁ ପେନ୍ସନ୍ ଯୋଜନା, MBPY ଏବଂ ଅନ୍ୟାନ୍ୟ ସାମାଜିକ ସୁରକ୍ଷା ଭତ୍ତାକୁ ନେଇ କିଛି ଗୁରୁତ୍ୱପୂର୍ଣ୍ଣ ଅପଡେଟ୍ ଏଠାରେ ଦିଆଗଲା। 1. ଭତ୍ତା ରାଶିରେ ବୃଦ୍ଧି। ଲେଟେଷ୍ଟ ଅପଡେଟ୍। ରାଜ୍ୟ ସରକାରଙ୍କ ନୂତନ ଘୋଷଣା ଅନୁଯାୟୀ ବିଭିନ୍ନ ବର୍ଗର ହିତାଧିକାରୀଙ୍କ ପାଇଁ ଭତ୍ତା ରାଶି ବୃଦ୍ଧି କରାଯାଇଛି। ସାଧାରଣ ବୃଦ୍ଧ ଓ ବିଧବା ଭତ୍ତା। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଘୋଷଣା ଅନୁଯାୟୀ ଯୋଗ୍ୟ ହିତାଧିକାରୀଙ୍କୁ 3,500 ଟଙ୍କା ପର୍ଯ୍ୟନ୍ତ ଭତ୍ତା ମିଳିବାର ବ୍ୟବସ୍ଥା କରାଯାଇଛି। 80 ବର୍ଷରୁ ଉର୍ଦ୍ଧ୍ୱ ଏବଂ 80ରୁ ଅଧିକ ଭିନ୍ନକ୍ଷମ ଏହି ବର୍ଗର ବ୍ୟକ୍ତିମାନଙ୍କ ପାଇଁ ମାସିକ ଭତ୍ତା 3,500 ଟଙ୍କାକୁ ବୃଦ୍ଧି କରାଯାଇଛି। ଜାନୁଆରୀ 2025ରୁ ପ୍ରଭାବୀ। ଅଗ୍ନିଶମ କର୍ମଚାରୀ। ଫେବୃଆରୀ 2025 ରିପୋର୍ଟ ଅନୁଯାୟୀ ଅଗ୍ନିଶମ କର୍ମଚାରୀଙ୍କ ଖାଦ୍ୟ ଡାଏଟ୍ ଭତ୍ତା 900ରୁ 1,400 ଟଙ୍କାକୁ ବୃଦ୍ଧି କରାଯାଇଛି। 2. ମୁଖ୍ୟ ବିଷୟବସ୍ତୁ। ବଜେଟ୍ ବ୍ୟୟବରାଦ।
ସାମାଜିକ ନିରାପତ୍ତା ବିଭାଗ ଅଧୀନରେ ମଧୁବାବୁ ପେନ୍ସନ୍ ଯୋଜନା ପାଇଁ ସରକାର ଅତିରିକ୍ତରେ ପ୍ରାୟ 338 କୋଟି ଟଙ୍କା ବ୍ୟୟବରାଦ କରିଛନ୍ତି। ବଣ୍ଟନ ତାରିଖ ସାଧାରଣତଃ ପ୍ରତି ମାସର 15 ତାରିଖ ଜନସେବା ଦିବସ ଦିନ ଭତ୍ତା ଟଙ୍କା ପ୍ରଦାନ କରାଯାଏ। ବ୍ୟାଙ୍କ ସମସ୍ୟା ଯେଉଁ ହିତାଧିକାରୀମାନେ ବ୍ୟାଙ୍କକୁ ଯାଇ ଟଙ୍କା ଆଣିବାକୁ ଅସମର୍ଥ ସେମାନଙ୍କୁ ସରକାରୀ ସ୍ତରରେ ସହାୟତା ଯୋଗାଇ ଦେବାକୁ ନିର୍ଦ୍ଦେଶ ଦିଆଯାଇଛି। 3. କିପରି ଯାଞ୍ଚ କରିବେ? ଯଦି ଆପଣ ଆପଣଙ୍କର ପେନ୍ସନ୍ ତାଲିକା ବା ଷ୍ଟାଟସ୍ ଚେକ୍ କରିବାକୁ ଚାହୁଁଛନ୍ତି, ଓଡ଼ିଶା ସରକାରଙ୍କ SSFD ପୋର୍ଟାଲ ssfd.odisha.gov.in ପରିଦର୍ଶନ କରନ୍ତୁ। ନିଜର ଆଧାର କାର୍ଡ ବା ପେନ୍ସନ୍ ଆଇଡି ବ୍ୟବହାର କରି ଲଗ୍ଇନ୍ କରନ୍ତୁ। ସୁଭଦ୍ରା ଯୋଜନାକୁ ନେଇ ବର୍ତ୍ତମାନର ସବୁଠାରୁ ବଡ଼ ଖବର ହେଉଛି ଯେ ଯେଉଁ ନୂଆ ହିତାଧିକାରୀମାନେ ଏହି ଯୋଜନାରେ ଯୋଡ଼ି ହୋଇଛନ୍ତି ସେମାନଙ୍କୁ 22 ଜାନୁଆରୀ 2026ରେ ସହାୟତା ରାଶି ପ୍ରଦାନ କରାଯିବ। ଏହି ଯୋଜନା ସମ୍ବନ୍ଧୀୟ ସଦ୍ୟତମ ଅପଡେଟ୍‌ଗୁଡ଼ିକ ନିମ୍ନରେ ଦିଆଗଲା। ନୂଆ ହିତାଧିକାରୀଙ୍କ ପାଇଁ ଖୁସି ଖବର। ଟଙ୍କା ମିଳିବା ତାରିଖ ପୂର୍ବରୁ ଏହି ଟଙ୍କା 18 ଜାନୁଆରୀରେ ମିଳିବାର ଥିଲା, କିନ୍ତୁ ଏହାକୁ ପରିବର୍ତ୍ତନ କରାଯାଇ 22 ଜାନୁଆରୀ 2026 କରାଯାଇଛି। କେଉଁମାନେ ପାଇବେ? ପ୍ରାୟ 4.57 ଲକ୍ଷ ମହିଳା ଯେଉଁମାନେ ନୂଆ କରି ଆବେଦନ କରିଛନ୍ତି କିମ୍ବା ଯାହାଙ୍କର ଆଗରୁ କୌଣସି ସମସ୍ୟା ଥିଲା ଏହି ପର୍ଯ୍ୟାୟରେ ଟଙ୍କା ପାଇବେ। କେତେ ଟଙ୍କା? ଯେଉଁମାନଙ୍କର ପୂର୍ବ କିସ୍ତି ବାକି ରହିଥିଲା ସେମାନେ ସବୁ ଟଙ୍କା ଏକାଥରକେ ପାଇବାର ସମ୍ଭାବନା ଅଛି। 2. ପରବର୍ତ୍ତୀ କିସ୍ତି ପର୍ଥ କିସ୍ତି ଅପଡେଟ୍। ରାଜ୍ୟ ସରକାରଙ୍କ ସୂଚନା ଅନୁସାରେ ସୁଭଦ୍ରା ଯୋଜନାର ପର୍ଥ କିସ୍ତି ଆସନ୍ତା 8 ମାର୍ଚ୍ଚ 2026 ଆନ୍ତର୍ଜାତୀୟ ମହିଳା ଦିବସ ଅବସରରେ ମିଳିବ। 3. ଆବେଦନ ଏବଂ ସମସ୍ୟା ସମାଧାନ। ଆବେଦନ ସୀମା ଯେଉଁମାନେ ଏପର୍ଯ୍ୟନ୍ତ ଆବେଦନ କରିନାହାନ୍ତି ସେମାନେ 31 ମାର୍ଚ୍ଚ 2026 ପର୍ଯ୍ୟନ୍ତ ଆବେଦନ କରିପାରିବେ। ଆଧାର ସିଡିଂ ଯଦି ଆପଣଙ୍କୁ ଟଙ୍କା ମିଳିବାରେ ଅସୁବିଧା ହେଉଛି ତେବେ ତୁରନ୍ତ ବ୍ୟାଙ୍କରେ ଆଧାର ଲିଙ୍କ NPCI ମ୍ୟାପିଂ ଯାଞ୍ଚ କରିନିଅନ୍ତୁ। ଗୁରୁତ୍ୱପୂର୍ଣ୍ଣ ତାରିଖ ବିଷୟ 22 ଜାନୁଆରୀ 2026 ନୂଆ ହିତାଧିକାରୀଙ୍କୁ ଟଙ୍କା ପ୍ରଦାନ। 8 ମାର୍ଚ୍ଚ 2026 ପର୍ଥ କିସ୍ତି 5,000 ଟଙ୍କା ମିଳିବା ସମ୍ଭାବନା। 31 ମାର୍ଚ୍ଚ 2026 ଆବେଦନ କରିବାର ଶେଷ ତାରିଖ। ସୂଚନା ନିଜର ଆବେଦନ ସ୍ଥିତି ଜାଣିବା ପାଇଁ ସରକାରୀ ପୋର୍ଟାଲ subhadra.odisha.gov.in କୁ ଯାଆନ୍ତୁ କିମ୍ବା ହେଲ୍ପଲାଇନ୍ ନମ୍ବର 14678ରେ କଲ୍ କରନ୍ତୁ।